जगन्नाथ। आज उपभाई आलोचना करिया कौन कहना 29 को सावधान है 29 को कौन सावधान माने महापुरुष कहते 29 अंकटा जगत गोटे भक्त गोटे पवित्र अंक बुझे महापुरुष भाषा 29 अंक सत्य कली प्रवेश कर बुझी हो जेमिति द्वापर जुग जिते कृष्णचंद्र देह छाड़िले सेतबेले कलिजुग 1200 वर्ष भोग भागवत प्रमाण दिए जितेबेले कृष्ण तेजिले मही 12 सप्ताह कली भोग जाए सेतबेले कौ जुग तार चलुला द्वापर कली माने द्वापर थिला कली प्रवेश कर आ गोटे कथा मन रख जुगे जुगे ही कौन है कली सत्य कली त्रेतयार कली द्वापर कली 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 कहीं सत्य यदि कली न था भगवान कहीं नारायण अवतार त्रेतयार कली नथिले कहीं राम अवतार द्वापर कली नथिले कहीं कृष्ण अवतार जुगे जुगे जो स्तरटा कौन है उत्थान पतन सेमती कलिजुग थिब सत्य प्रवेश कर जहाँ कहते सत्य कली जमी द्वापर कली सेमती सत्य एवं कली जुगे चारिटा जुग भोग कर आलोचना कर बर्तमान चलती आदि जुग आदि कली जुग माँ मानकर राजूति बर्तमान नारी मान उग्र ठीक न भूल समस्ते मन रखी था समस्ते पति हो पारे समस्ते स्वामी हो पारे समस्ते पति हो पारे समस्ते स्त्री हो पारे समस्ते पत्नी हो पारे बुझे समस्ते बापा हो पारे समस्ते पिता हो पारे समस्ते माँ हो पारे समस्ते जननी हो पारे समस्ते जननी हवा को चेष्टा करिया कथा समस्ते पत्नी हवा को चेष्टा करिया कथा समस्ते कौन पति हवा को चेष्टा करिया कथा समस्ते बापा हवा को पिता हवा को चेष्टा करिया वर्तमान समय हूँ कौन विपरीत कहब क्या जाए सत्य कली केबे प्रवेश कर अनंत जुग केबे प्रवेश जायफुलर मालिकार महाप्रभु से कहती भक्त संगे भगवान दारू को ने छतिया ग्राम जाई देखी ना जितेबले प्रभु बड़देव छाड़ी सत्यावती बाकी एवं महाकैवल्य हाथ बस से दिन तो अनंत जुग सृष्टि हो जायफुल मालिका प्रमाण दिए तमर मत आसपे स्कंद पुराण लक्ष्मी लेखा अच्छी लक्ष्मी प्रभु कहते बड़देव छाड़ी जीवी ना माने अनिर्दिष्ट काल से लक्ष्मी की कहना अनेक थर देख आम इतिहास जगन्नाथ संस्कृति को प्रभु अनेक थर पातागामी अनेक थर स्थान परिवर्तन कहीं बड़देव उपरू विपद मान आसमती समय आस अस्थायी रूप से प्रभु कौन आस
ପୁଣି ତାଙ୍କ ଶ୍ମଶାନକୁ ଫେରିବେ। କିନ୍ତୁ ଲକ୍ଷ୍ମୀର କଥା ସତ୍ୟ, ପ୍ରଭୁଙ୍କ କଥା ହିଁ ସତ୍ୟ। ଯଥା ସ୍କନ୍ଦ ପୁରାଣ ଯୋଉ କଥା କୁହେ, ପ୍ରଭୁ କଥା ଦେଇଛନ୍ତି ଲକ୍ଷ୍ମୀ ଛାଡିକି ବଡ ଦେଉଳ ଆସିବେନି, ସେ ଆସିବେନି ସତ। ହରିବନ୍ଧୁ ଦାସ କହିଛନ୍ତି ଛତିଆବତକୁ ଆସିବାକୁ, ଆସିବେ ସତ। ଆଉ ଏଠି କଣ ଆମେ ବୁଲିବାକୁ ଯାଉଛେ, ପ୍ରଭୁ କିନ୍ତୁ ବୁଲିବାକୁ ଆସିବେ, ପ୍ରଭୁଙ୍କର ଗୋଟେ ଖେଳ ଅଛି। ସେଇ ତ ଫେରେ ଗୁଣ୍ଡିଚା ଚାଲି ଗଲା, ମାଉସୀ ମା ଘରକୁ ଯାଇଥିଲେ ନା ନାଇଁ? ଜାମାୟା ଦେବ ତୋର କାହୁଁ ଜାଣିବେ କଥା। ସେମିତି ତାଙ୍କର ତ ଲୀଳା ବିଚିତ୍ର। କଳି ଥିବ ସତ୍ୟ ପ୍ରବେଶ, କଳି ଥିବ ବାବୁ ହୋଇବ ସତ୍ୟ, କେହି ନ ପାଇବେ ତାର। ତା ମାନେ ଆମେ ସମସ୍ତେ କହୁଛେ କେହି ଜାଣିବାନି ନା, କିଛି ଲୋକ ଜାଣିବେ। କେମିତି? ଯେମିତି ଆମର ହନୁମାନ ଆଉ ଭରତଙ୍କ କଥା କହୁଛନ୍ତି। ଭରତ ବାଟୁଳି ମାଇଲେ, ହନୁମାନ ଆଣ୍ଠେଇ ପଇଲା ନା। ଭରତ ଚିହ୍ନା ଚିହ୍ନି ହେଲେ, ଭରତ ସେଠୁ ହନୁମାନଙ୍କୁ କହିଲେ ତୁ ହନୁମାନ ତମେ କାହାକୁ କହିବନି ମୁଁ ତମକୁ ବାଟୁଳି ମାରିଛି ବୋଲି। ନା ମୁଁ ଆଣ୍ଠେଇ ପଇଲି ବୋଲି ତମ ବାଟୁଳି, ତମେ ବି କାହାକୁ କହିବନି। ସେ କାହାକୁ କହିଲେ ଫେର ଲୋକ ଜାଣିଲେ, ଭକ୍ତ ଜାଣିଲେ ନା ଜାଣିଲେନି? ରାମାୟଣ ପ୍ରଥମ ଲେଖିଦେଲେ କିଏ? ହନୁମାନ ଲେଖିଦେଲେ, ସେ ହଉଛି ମହାନାଟକ। ଦ୍ୱିତୀୟରେ ଲେଖିଲେ କି ସେ ବାଲ୍ମୀକି। ବୁଝିହଉଛି? ତେଣୁ ବାଲ୍ମୀକି ଆଉ ହନୁମାନ ଯେତେବେଳେ ଭଟ୍ଟ ହେଇଗଲେ, ବାଲ୍ମୀକି କହିଲେ ପ୍ରଭୁ ତମେ ତ ଏକାଦଶ ରୁଦ୍ର, ପ୍ରଭୁଙ୍କର ପରମ ଭକ୍ତ, ପର୍ଯ୍ୟନ୍ତ ପ୍ରଭୁ ନାଁ ଅଛି ସେ ପର୍ଯ୍ୟନ୍ତ ତମେ ଅଛ। କିନ୍ତୁ ମୋର ମତେ କେହି ପଚାରିବେନି। ନା କାହିଁକି? ଆଉ ତମେ ତ ମହାନାଟକ ନେଇଛ, ମୁଁ ବାଲ୍ମୀକି ରାମାୟଣ ନେଇଛି, ଆଉ ମତେ କିଏ ପଚାରିବେ? ଏଇ କଥା କହିଲେ। ଦେଖ କେତେ ପ୍ରଭୁଙ୍କ ପାଇଁ କେତେ ତାଙ୍କର ସ୍ୱାର୍ଥକୁ ବିସର୍ଜନ କରିଛନ୍ତି, ମହାନାଟକୁ କିଣିଦେଲେ ସବୁ ଜଳ ଭିତରେ। ଯାହାଫଳରେ ଆମେ ସମସ୍ତେ ପଢୁଛେ କଣ, ରାମାୟଣ ଲେଖିଲେ କିଏ ନା ବାଲ୍ମୀକି ନା। ସେମିତି ମହାପୁରୁଷ କହିଛନ୍ତି କଳି ଥିବ ବାବୁ ହୋଇବ ସତ୍ୟ, କେହି ନ ପାଇବେ ତାର। ତାପରେ ଜାଣିବେ କିଛି, କିଏ ଜାଣିବେ? ପୂର୍ବ ଏପଟେ ଆଲୋଚନା କଲେ କେତେ ଜଣ ଜାଣିବେ, କେଉଁମାନେ ଜାଣିବେ ହେଲା, ଏଟା କେବେ ଘଟିବ ନା? ଯେତେବେଳେ ଆଗରୁ ଆଲୋଚନା କଲେ ଛତିଆ ଠାକୁର ଆସିବେ, ମହାପ୍ରଭୁ ଗଲେ ହାତ ବସିବ, ଭକ୍ତ ସଙ୍ଗେ ଭଗବାନ, ଦାରୁକୁ ନେବେ ଏଠି ଛତିଆ ଗ୍ରାମ, ସେଇ ସମୟରେ କଣ ହବ? ଅନନ୍ତ ଯୁଗ ହବ। ଏଟା କେବେ ଘଟିବ? କହିଲେ ମହାପୁରୁଷ ଲେଖିଲେ ବିଂଶ ନବ ଅଙ୍କେ ହୋଇବ, ବିଂଶ ନବ ଅଙ୍କେ ସତ୍ୟ କଳି ଆଗତ, ସେଇ ଅଙ୍କକୁ ଦେଇଥିବ ମାନେ 29 ଅଙ୍କ ହେଲା। ପୁଣି ଯେହେତୁ ଆଉ ଶିବ କଳ୍ପେ ତାକୁ ସମାଧାନ ପୁଣି କଲେ, ଅର୍ଜକ ଚାପିଣ ଆକାରକୁ ଲେଖ ଋତୁରାଜ ଦକ୍ଷିଣରେ, ଯାହା ହେଲା ଏଠି ଶୁଣ ରାମଚନ୍ଦ୍ର ଭାବିନି ହୃଦ କମଳ। ଏ ତତ୍ତ୍ୱବାଦ କଥା କହିନାହାନ୍ତି, ଏ ହଉଛି ଭାବାତ୍ମକ ଶବ୍ଦ। ବୁଝି ହଉଛି? କହିଲେ ଅର୍ଦ୍ଧେକ ଚାପିଣ ଆକାରକୁ ଲେଖ ଋତୁରାଜ ଦକ୍ଷିଣରେ, ଇଏ ହବ 56 ଅଙ୍କ। କହିଲେ ଏ 56 ଅଙ୍କରେ ଅଚ୍ୟୁତ କହୁଛନ୍ତି ରାମକୁ, ଇଏ ଉତ୍କଳରେ ଗୋଟେ ଏମିତି ଲୀଳା ଘଟିବ ଯାହାକି ତୁ ହୃଦୟରେ ଭାବି ପାରୁ ନାହିଁ। ଏହି ଅଙ୍କେ ଜାଣ ଗୋଳ ଯୁଦ୍ଧ ଶେଷ, 13 ଟପିଆ ଆଜି ନାଶ, ସତ୍ୟ କଳିଆଜି ଉଦୟ ହୋଇବ ନଥିବ ରବର। ହେ ରାମ, ଏଇ ଅଙ୍କରେ ମାନେ ଏଇ 56 ଅଙ୍କରେ ସତ୍ୟ କଳି କଣ ଉଦୟ। ଯବନ ବଂଶଟାକୁ ଆମେ ରଖିଲୁ ଏଠି ଗୁପ୍ତ ଗାନ୍ଧୀ, ଯବନ ବଂଶ ବୋଲନ୍ତି ମୁସଲିମ, ତାର ଅର୍ଥ ଭାରି ଅଲଗା। ମହାପୁରୁଷ କୌଣସି ଧର୍ମକୁ ସମାଲୋଚନା କରି ନାହାନ୍ତି। ଜଗନ୍ନାଥ ବଡ ଦେଉଳକୁ ଆମେ ଯାଉଛେ, ଦ୍ୱାର କେତେ? 4ଟା ନା, ହଁ କି ନାଇଁ? ଯିଏ ଯୋଉ ବାଟେ ଯାଉଛି କୋଉଠି ଭେଟ ହଉଛି? ଗରୁଡ ପାଖରେ ଛିଡା ହେଇକି ପ୍ରଭୁଙ୍କୁ ଦେଖୁଛେ। ତେଣୁ ଯେକୌଣସି ଧର୍ମାଲମ୍ବୀ ହଉ ସମସ୍ତଙ୍କୁ ଶରଣ, କାରଣ ସମସ୍ତେ ଗୋଟିଏ ଜଣକୁ ଡାକୁଛନ୍ତି, ସେଇ ଭଗବାନ ପ୍ରଭୁ। କିଏ ଡାକୁଛି ଆଲ୍ଲାହ, କିଏ ଡାକୁଛି ଗଡ, ଆମେ ଡାକୁଛୁ ଭଗବାନ, ଅଲେଖ, ନିରଞ୍ଜନ, ଆମେ ଅନେକ ପ୍ରକାର ଡାକୁଛୁ। ତେଣୁ ଏକଇ ବିଷ୍ଣୁ ପ୍ରତିଭିନ୍ନ ରୂପ, ଦୁର୍ଦ୍ଧକ୍ଷ ଏକ ପ୍ରତିଭିନ୍ନ ଭାବ, ସୁବର୍ଣ୍ଣ ଏକ ବହୁଭୂଷଣ ଆଦି, ରୂପସ୍ୟ ଭିନ୍ନ ପରମାତ୍ମା, ସବୁ ସମାଧାନ ହେଇଯିବ।
ଭଗବାନ ବୋଲି ଜଣେ ବର୍ତ୍ତମାନ ସମ୍ପ୍ରଦାୟ ବାଚକ ନାଗିଛି କଳହ, ଧର୍ମ ଯୁଦ୍ଧ ନାଗିଛି, ଧର୍ମକୁ ନେଇ କଣ ହେଇଛି ବାଡିଆ ପିଟା ହଣା ମରା ଚାଲିଛି। ଇଏ ଦିନେ ନା ଦିନେ ସମାଧାନ ହେଇଯିବ, କାରଣ ପ୍ରଭୁ ହଉଛନ୍ତି ଜଣେ, ପ୍ରଭୁ ଭଗବାନ ଅନେକ ହୁଅନ୍ତି। ଯିଏ ଯୋଉ ଭାଷାରେ କଣ ହଉଛି ଡାକିବା କଥା ଡାକନ୍ତି, କିନ୍ତୁ ପ୍ରଭୁ ହଉଛନ୍ତି ଗୋଟିଏ। ବୁଝିଗଲେ ନା ବୁଝିଗଲେ? ତେଣୁ ଛପନକଟା ଯିଏ 29 ଅଙ୍କଟା ସିଏ, ଏଇଟା ଆଉ ଖୋଲିକି କହି ହଉନି। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦେ କବାର ହରି।